କ'ଣ ହେଲା ଯେତେବେଳେ ଇନ୍ସପେକ୍ଟର ପରିବାବାଲି ଉପରେ ହାତ ଉଠାଇଲେ, ସେତେବେଳେ ପରିବାବାଲି ଇନ୍ସପେକ୍ଟରଙ୍କ ସହିତ ଯାହା କରିଲେ ଆପଣମାନେ ଶୁଣିଲେ ଆପଣଙ୍କର ଲୋମମୂଳ ଟାଙ୍କୁରି ଉଠିବ। ଆଉ ଏହି ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରନ୍ତି, ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ବୋଲି ଲେଖିଦେବେ। ତ ଚାଲନ୍ତୁ ଆରମ୍ଭ କରିବା। ଗାଁର ନାମ ଥିଲା ଗୋପାଳପୁର। ଏହି ଗାଁରେ ପରିବାବାଲି ନାମରେ ଜଣେ ଜଣାଶୁଣା ଯୁବତୀ ଥିଲା। ସେ ଅତି ସାଧାରଣ ପରିବାରରୁ ଥିଲେ, କିନ୍ତୁ ମନେ ମନେ ଖୁବ୍ ସାହସୀ, ନିଷ୍ଠାବାନ ଓ ଗାଁର ସତ୍ୟ ନ୍ୟାୟ ପାଇଁ ସବୁବେଳେ ଦାଣ୍ଡ ଦେଉଥାନ୍ତି। ପରିବାବାଲିଙ୍କ ପିତା କୃଷକ ଓ ମା ଘରୋଇ ମହିଳା। ସେ ସାଧାରଣ ଘରରେ ବଢ଼ିଥିଲେ, କିନ୍ତୁ ଶିକ୍ଷା ଓ ସାହସରେ କାହାକୁ ପଛେଇ ନଥାନ୍ତି। ଏପଟେ ଗାଁରେ ନୂତନ ଇନ୍ସପେକ୍ଟର ସୁରଜ ପଟ୍ଟନାୟକ ଯୋଗ ଦେଇଥିଲେ। ସେ ଖୁବ୍ କଠୋର ଓ ଦମ୍ଭରିତ ଗାଁର ଲୋକଙ୍କୁ ଭୟଭୀତ କରିବାକୁ ପସନ୍ଦ କରୁଥିଲେ। ଦିନେ ଏକ ଘଟଣାରେ ଛୋଟ କିଛି କାରଣରେ ପରିବାବାଲିଙ୍କ ସହିତ ଇନ୍ସପେକ୍ଟରଙ୍କ ଖଣ୍ଡଳି ହୋଇଗଲା। ସେଇଥିରେ ଇନ୍ସପେକ୍ଟର କ୍ରୋଧରେ ପରିବାବାଲିଙ୍କ ଉପରେ ହାତ ଉଠାଇଲେ, କିନ୍ତୁ ପରିବାବାଲିଙ୍କ ଚକ୍ଷୁରେ ଅଗ୍ନି ଜଳି ଉଠିଲା। ସେ ସାଧାରଣ ଝିଅ ନୁହେଁ, ଜଣେ ସତ୍ୟ ପାଇଁ ଲଢ଼ୁଥିବା ନାରୀ। ସେ କହିଲା, ଇନ୍ସପେକ୍ଟର, ଆଜି ଆପଣ ମୋତେ ମାରିଛନ୍ତି, କିନ୍ତୁ ଆଗାମୀକାଲି ସମଗ୍ର ଜଗତକୁ ମୁଁ ପ୍ରମାଣ କରିଦେବି ଯେ ନାରୀଙ୍କୁ ଅପମାନ କରିବା ଫଳ କେତେ ଭୟଙ୍କର। ତାପରେ ସଂଘର୍ଷ ପଥ ଆରମ୍ଭ ହୋଇଗଲା। ପରିବାବାଲି ଆଇନ ଯୁଦ୍ଧ ଆରମ୍ଭ କଲେ। ସେ RTI, ମିଡ଼ିଆ, ମହିଳା କମିଶନ ସବୁଠି ଅଭିଯୋଗ କଲେ। ଗାଁର ଲୋକମାନେ ଧୀରେ ଧୀରେ ସେଙ୍କ ପକ୍ଷରେ ଦାଣ୍ଡିଲେ। ଇନ୍ସପେକ୍ଟର ସୁରଜ ପ୍ରଥମେ ଭାବିଥିଲେ ଗାଁର ସାଧାରଣ ଝିଅ କ'ଣ କରିବ, କିନ୍ତୁ ଯେତେବେଳେ ମିଡ଼ିଆରେ ଖବର ଛାଡ଼ିଗଲା, ତାଙ୍କ ଚେୟାର କମ୍ପିବା ଆରମ୍ଭ ହୋଇଗଲା। ତାପରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଲା। ପରିବାବାଲିଙ୍କ ସାହସରେ ଗାଁର ଅନ୍ୟାନ୍ୟ ମହିଳାମାନେ ମଧ୍ୟ ଆଗକୁ ଆସିଲେ। ଯେତେବେଳେ ପୂର୍ବରୁ ଅନ୍ୟାୟ ସହିଥିଲେ, ସେମାନେ ସ୍ୱର ଉଚ୍ଚାରିଲେ। ଇନ୍ସପେକ୍ଟରଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହେଲା। ତାଙ୍କ କଳା କାରବାର, ଅନ୍ୟାନ୍ୟ ଘୁଷ ସବୁ ପ୍ରକାଶ ହେଲା। ଇନ୍ସପେକ୍ଟର ପରିବାବାଲିଙ୍କୁ ଭୟ ଦେବାକୁ, ଧମକ ଦେବାକୁ, ପର୍ଯ୍ୟନ୍ତ କିଡ଼ନାପ୍ କରିବାକୁ ଚେଷ୍ଟା କଲେ, କିନ୍ତୁ ପରିବାବାଲିଙ୍କ ସାହସ, ଗାଁର ସମର୍ଥନ ଓ ମିଡ଼ିଆର ସହାୟତାରେ ସେ ପ୍ରତ୍ୟେକ ଥରେ ରକ୍ଷା ପାଇଲେ। ଶେଷରେ ମହିଳା କମିଶନ ଓ ଆଇନ ଇନ୍ସପେକ୍ଟରଙ୍କୁ ସସ୍ପେଣ୍ଡ କରିଦେଲା। କେସ୍ କୋର୍ଟକୁ ଗଲା। ସୁରଜ ପଟ୍ଟନାୟକଙ୍କ କାରାଗାର ହେଲା। ନୂଆ ଆରମ୍ଭ ବିଷୟ ପୂର୍ବରୁ ପରିବାବାଲି କେବଳ ନିଜ ପାଇଁ ନୁହେଁ, ସମଗ୍ର ଗାଁ ପାଇଁ ଯୁଦ୍ଧ କଲେ। ସେ ପରେ ଗାଁରେ ନାରୀ ସୁରକ୍ଷା ମଞ୍ଚ ଗଠନ କଲେ, ଯେଉଁଠାରେ ପ୍ରତ୍ୟେକ ଝିଅ, ପ୍ରତ୍ୟେକ ନାରୀ ନିଜର ଅଧିକାର ପାଇଁ ଦାଣ୍ଡ ଦେଇ ପାରିବେ। ଗାଁର ଲୋକେ କହିଲେ, ପରିବାବାଲି, ତୁମେ କେବଳ ଝିଅ ନୁହଁ, ତୁମେ ଆମର ଶକ୍ତି, ଆମର ଗର୍ବ। ଏହା କୋର୍ଟରେ ପରିବାବାଲିଙ୍କ ସାକ୍ଷାତ ହେଲା। କେସ୍ଟି କୋର୍ଟକୁ ପହଞ୍ଚିଗଲା। ଗାଁର ସବୁ ଲୋକ, ମିଡ଼ିଆ, ସୋସାଇଟି, ସବୁ ଜଣଙ୍କ ଦୃଷ୍ଟି ପରିବାବାଲିଙ୍କ ସାକ୍ଷ୍ୟ ଉପରେ ଥିଲା। କୋର୍ଟରେ ବଡ଼ ଓକିଲ ମାନେ ଇନ୍ସପେକ୍ଟର ସୁରଜ ପଟ୍ଟନାୟକଙ୍କ ପକ୍ଷରେ ଥିଲେ। ସେମାନେ ଚେଷ୍ଟା କଲେ ପରିବାବାଲି ଏକ ସାଧାରଣ ଗାଁର ଝିଅ, ତାଙ୍କ କଥାରେ କ'ଣ ପ୍ରମାଣ? କିନ୍ତୁ ପରିବାବାଲି ସିଧା ଆଖିରେ ଆଖି ରଖି ବିଲକୁଲ କହିଲେ, ମୁଁ ସାଧାରଣ ଝିଅ ହୋଇପାରିବି, କିନ୍ତୁ ସତ୍ୟ ସାଧାରଣ ନୁହେଁ। ସତ୍ୟର ଶବ୍ଦକୁ କେବେ ବି କେହି ଦମାଇ ପାରିବେ ନାହିଁ। କୋର୍ଟରେ ସେ ଭିଡ଼ିଓ ପ୍ରମାଣ, ଗାଁର ଲୋକଙ୍କ ସାକ୍ଷ୍ୟ, ମିଡ଼ିଆର ରିପୋର୍ଟ ସବୁ ପ୍ରଦର୍ଶନ କରିଦେଲେ। ନ୍ୟାୟାଧୀଶ ସମସ୍ତ ପ୍ରମାଣ ଶୁଣି ଜଣେ ପୋଲିସ ଅଧିକାରୀ, ଯିଏ ନିଜ ନ୍ୟାୟ ଦେବାକୁ ଥିଲା, ସେ ଯେତେବେଳେ ନାରୀଙ୍କୁ ଅପମାନ କରିଥାଏ, ତାହା କେବଳ ଜଣେ ମଣିଷଙ୍କ ଦୋଷ ନୁହେଁ, ସମଗ୍ର ବ୍ୟବସ୍ଥାପନା ପ୍ରତି ଏକ କଳଙ୍କ। ସେହିଦିନ ଇନ୍ସପେକ୍ଟର ସୁରଜ ପଟ୍ଟନାୟକଙ୍କୁ
କୋର୍ଟ 7 ବର୍ଷ କାରାଦଣ୍ଡ ଦେଲା। କୋର୍ଟରୁ ବାହାରିଲା ବେଳେ ଗାଁର ସବୁ ଜଣଙ୍କ ଆଖିରେ ଅଶ୍ରୁ ଓ ଗର୍ବର ଚମକ ଥିଲା। ଲୋକମାନେ ସ୍ୱରରେ କହିଲେ, ପରିବାବାଲି, ତୁମେ ଆମର ହିରୋ, ତୁମେ ଆମର ହିରୋ। ମିଡ଼ିଆ କ୍ୟାମେରାରେ ଲୋକଙ୍କ ସମର୍ଥନ, ଗାଁର ଶିଶୁମାନଙ୍କ ହାତତାଳି। ସେଇଦିନ ପରିବାବାଲି ପ୍ରମାଣ କରିଦେଲା ଯେ ସତ୍ୟ କେବେ ବି ହାରି ନଥାଏ। ପରିବାବାଲି ଏଥରେ ରୋକିଲେ ନାହିଁ। ସେ ନାରୀ ସୁରକ୍ଷା ମଞ୍ଚରେ ଆଇନ ସହାୟତା କ୍ୟାମ୍ପ, ସଚେତନତା ଶିବିର, ମହିଳା ଶିକ୍ଷା କେନ୍ଦ୍ର ଆରମ୍ଭ କଲେ। ଗାଁର ପ୍ରତ୍ୟେକ ଝିଅଙ୍କୁ ସେ କହିଲେ, ଭୟଭୀତ ହେବା ଦରକାର ନୁହେଁ, କାରଣ ନ୍ୟାୟ ପାଇଁ ଆଗକୁ ଆସ, ଆଉ ଆମେ ସମସ୍ତେ ନାରୀଜାତି ମିଶି ନ୍ୟାୟ ପାଇଁ ଲଢ଼ିବା। ପରିବାବାଲିଙ୍କ ଜୀବନର ଏଇଠାରେ ପରିବର୍ତ୍ତନ ହେଲା। ସମାଜରେ ସେ ଭୂମିକା ପ୍ରଦାନ କଲେ। ଆଉ କୋର୍ଟରେ ଇନ୍ସପେକ୍ଟର ସୁରଜ ପଟ୍ଟନାୟକଙ୍କୁ ସଜା ମିଳିବା ପରେ ଗାଁରେ ନୂଆ ପରିବେଶ ସୃଷ୍ଟି ହେଲା। ଲୋକମାନେ ପ୍ରଥମେ ବୁଝିଲେ ଯେ ଆଇନ ଓ ନ୍ୟାୟ କେବଳ ବଡ଼ ଲୋକଙ୍କ ପାଇଁ ନୁହେଁ, ସାଧାରଣ ଲୋକମାନଙ୍କ ପାଇଁ ମଧ୍ୟ। ପରିବାବାଲି ଏହି ଘଟଣା ପରେ ସମଗ୍ର ଜିଲ୍ଲାରେ ପରିଚିତ ହେଲେ। ସେ ନାରୀ ସୁରକ୍ଷା ମଞ୍ଚକୁ ବଡ଼ ସଂଗଠନରେ ପରିଣତ କଲେ। ଗାଁରେ ସଚେତନତା ଶିବିର, କନ୍ୟା ଶିକ୍ଷା ଅଭିଯାନ, ନାରୀଙ୍କ ଆଇନ ସହାୟତା କେନ୍ଦ୍ର ସବୁ ସେଇ ପରିବାବାଲିଙ୍କ ପ୍ରଚେଷ୍ଟାରେ ହେବା ଆରମ୍ଭ ହେଲା। ସମାଜର ତାପରେ ପରିବର୍ତ୍ତନ ହେଲା। ଯେଉଁ ପୁରୁଷମାନେ ପୂର୍ବରୁ ଭାବୁଥିଲେ ଯେ ନାରୀମାନେ ଦୁର୍ବଳ, କିଛି କରିପାରିବେ ନାହିଁ, ସେମାନେ ଏବେ ମୁଣ୍ଡ ନମାଇ କହୁଥିଲେ, ନାରୀମାନେ ହିଁ ସମାଜର ଅସଲ ଶକ୍ତି। ପରିବାବାଲି ଯେତେବେଳେ ଗାଁର ସଭାରେ କଥା କହୁଥିଲେ, ଶିଶୁମାନେ, ଯୁବତୀମାନେ, ବୃଦ୍ଧମାନେ ସବୁଜଣ ହୃଦୟରୁ ତାଙ୍କୁ ହାତତାଳି ଦେଇ ସମ୍ମାନ କରିଥିଲେ। ତାପରେ କାରାଗାରରେ ସୁରଜ ପଟ୍ଟନାୟକ ସେଇ ଦିନର ଘଟଣାକୁ ସ୍ମରଣ କରୁଥିଲେ। ଜଣେ ସାଧାରଣ ଝିଅକୁ ମୁଁ ଅଣଦେଖା କରିଥିଲି, କିନ୍ତୁ ସେଇ ଝିଅ ମୋର ସବୁକିଛି ନଷ୍ଟ କରିଦେଲା। ସେ ବୁଝିଲେ, ଅହଙ୍କାର କେବେ ବି ଆମର ହୁଏନି, ସତ୍ୟ ଓ ସାହସ ସଦାବିଧି ବିଜୟୀ। ପରିବାବାଲି ଆଜି ଗୋପାଳପୁରର କନ୍ୟା ନୁହେଁ, ସମଗ୍ର ରାଜ୍ୟର ନାରୀ ସାହସର ପ୍ରତୀକ। ପିଲାମାନେ ପାଠଶାଳାରେ ତାଙ୍କ କାହାଣୀ ପଢ଼ି ପ୍ରେରଣା ନେଉଥିଲେ। ମହିଳାମାନେ ତାଙ୍କୁ ଦେଖି ସାହସ ଶିଖୁଥିଲେ। ଶେଷରେ ଅନ୍ୟାୟର ସମ୍ମୁଖରେ ନୀରବ ରହିବା, ଅନ୍ୟାୟକୁ ସମର୍ଥନ କରିବା ସମାନ। ନାରୀ ବର୍ତ୍ତମାନ ଦୁର୍ବଳ ନୁହେଁ, ସେ ଶକ୍ତିର ପ୍ରତୀକ। ସତ୍ୟର ଆଗରେ କେହି କେବେ କାହାକୁ ରୋକିପାରିନଥାଏ। ତ ଯେତେବେଳେ ଶେଷ କଥା ଉଠେ, ସେତେବେଳେ ଇନ୍ସପେକ୍ଟର ପରିବାବାଲି ଉପରେ ହାତ ଉଠାଇଲେ। ସେତେବେଳେ ପରିବାବାଲି ଇନ୍ସପେକ୍ଟରଙ୍କ ସହିତ ଯାହା କରିଲା, ଏହି କାହାଣୀ କେବଳ ଗାଁର ଘଟଣା ନୁହେଁ, ଏହା ସମଗ୍ର ପାଇଁ ଏକ ସନ୍ଦେଶ। ସତ୍ୟ, ସାହସ ଓ ନ୍ୟାୟରେ ଯଦି ବିଶ୍ୱାସ ରହେ, ତେବେ ଅନ୍ୟାୟ କେବେ ବି ଜିତିପାରିବ ନାହିଁ। ଏହା ସେଇ ନାରୀ ଜଣକ କରି ଦେଖାଇଦେଲେ। ତ ଏହି ଘଟଣାଟି, ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ବୋଲି ଲେଖିଦେବେ। ଆଉ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଏହି ଅନୁଭୂତିଟି ଏଇଠି ଆମେ ଶେଷ କରୁଛୁ।